ନମସ୍କାର। ୟମି ଓଡ଼ିଆ କିଚେନକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ରଜ ଆସିବା ମାତ୍ରେ ସମସ୍ତଙ୍କ ଘରୁ ପୋଡ଼ପିଠାର ବାସ୍ନା ବି ଆସିଥାଏ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପୋଡ଼ପିଠା ଖାଇବା ପାଇଁ ପସନ୍ଦ କରନ୍ତି। ବିଶେଷ କରି ଏହି ରଜରେ ମୁଁ ଆଜି ଆପଣମାନଙ୍କୁ ଚାଉଳ ଜନ୍ତା ପୋଡ଼ପିଠା କରିବା ଶିଖେଇବି। ଆପଣମାନେ ମୋର ଏହି ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ପୁରା ଇଜି ପ୍ରୋସେସରେ ଘରେ ନିଶ୍ଚିନ୍ତ ଟ୍ରାଏ କରିପାରିବେ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ତାହେଲେ ଫାଷ୍ଟ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଆସୁଥିବା ବେଲ୍ ବଟନରେ ଅଲ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ମୋ ରେସିପିର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପଳାଇବ। ଆସନ୍ତୁ ଏବେ ଷ୍ଟାର୍ଟ କରିବା ଆଜିର ଏହି ରେସିପି। ମୁଁ ଏଠି 2 ଘଣ୍ଟା ହେଲାଣି ପାଣିରେ ବତୁରେଇ ନେଇଯାଇଥିଲି ଅରୁଆ ଚାଉଳକୁ। ତାକୁ ମୁଁ ଭଲ ଭାବରେ ଧୋଇକି ନେଇ ଆସିଛି। ଏବେ ଆକୁ ମୁଁ ଗ୍ରାଇଣ୍ଡିଙ୍ଗ କରିବି। ଆପଣମାନେ ଚାହିଁଲେ ଏହି ଷ୍ଟେଜରେ ଚାଉଳ ସାଙ୍ଗରେ ନଡ଼ିଆକୁ ଗ୍ରାଇଣ୍ଡିଙ୍ଗ କରିପାରିବେ। ମୁଁ କିନ୍ତୁ ନଡ଼ିଆ କୋରା ନେବି, ସେଥିପାଇଁ ଏଥିରେ ମୁଁ ଆଡ଼୍ କରୁନି। ମୁଁ ଏଠି 2 ଗ୍ଲାସ୍ ଚାଉଳ ନେଇଛି, ମାନେ 500 ଗ୍ରାମର ଚାଉଳ ନେଇଛି। ଅଳ୍ପ ପାଣି ଦେଇକି ଏବେ ଗ୍ରାଇଣ୍ଡିଙ୍ଗ କରି ନେଇ ଆସୁଛି। ଆମେ ଏବେ ନେକ୍ସଟ ପ୍ରୋସେସକୁ ଯିବା, ଯେଉଁଥିରେ ପିଠାଟା ଆମର ପୋଡ଼ି ହେବ। ମୁଁ ଏଠି ନନଷ୍ଟିକ୍ ପ୍ୟାନ୍ ନେଇଛି, ଆପଣମାନେ ଚାହିଁଲେ ଲୁହା କଡ଼େଇରେ ମଧ୍ୟ ନେଇପାରିବେ। ମୁଁ ଏଠି ଅଳ୍ପ ରିଫାଇନ୍ ତେଲ ଦେଇକି ବ୍ରଶରେ ଚାରିଆଡ଼େ ସ୍ପ୍ରେଡ୍ କରି ନେଉଛି। ଏବେ ତାରି ଉପରେ ମୁଁ କଦଳୀ ପତ୍ରକୁ ଧୋଇକି ରଖିଥିଲି, ତା କଦଳୀ ପତ୍ର ଉପରେ ବି ତେଲ ମାରିଦେଇଛି। ଆମେ ଏଠି କଦଳୀ ପତ୍ର ଏଥିପାଇଁ ଦେଉଛେ କି ଆମର ପୁରା ଅଥେଣ୍ଟିକ୍ ସ୍ମେଲ୍ ଆସିବା ଦରକାର, ଯେମିତିକି ଗାଁ ମାନଙ୍କରେ କଦଳୀ ପତ୍ର ଦେଇକି ପୋଡ଼ିଥାନ୍ତି। ସେଥିପାଇଁ ମୁଁ ଏଠି କଦଳୀ ପତ୍ର ୟୁଜ୍ କରିଛି। ପୁରାପୁରି ଗାଁ ଷ୍ଟାଇଲର ବାସ୍ନା ଆସିବ ପୋଡ଼ପିଠାର। ଆପଣମାନେ ଠିକ୍ ଏହିପରି ଭାବରେ କଦଳୀ ପତ୍ରକୁ ସାଇଜ୍ କରି କଡ଼େଇ ଉପରେ ରଖିବେ। ଏବେ ମୁଁ ଆକୁ ସାଇଡ୍ କରିକି ନେକ୍ସଟ ପ୍ରୋସେସକୁ ଯିବା। ଏବେ ଚାଉଳ ଜନ୍ତିବା ପାଇଁ ଗୋଟେ ଲୁହା କଡ଼େଇଟି ନେଇଯାଇଛି। କଡ଼େଇଟା ଏଠି ମୋର ଗରମ ହେଇ ଆସିଲାଣି। ସେଥିରେ ମୁଁ 2 ଟେବୁଲ ସ୍ପୁନ୍ ଘିଅ ଆଡ଼୍ କରୁଛି। ପୋଡ଼ ପିଠାରେ ଘିଅ ଆଡ଼୍ କରିବା ଦ୍ୱାରା ଖାଇବା ପାଇଁ ଭଲ ଲାଗିଥାଏ ଆଉ ପିଠାର ବାସ୍ନା ବି ବହୁତ ବଢ଼ିଆ ଆସିଥାଏ। ଏଠି ତେଲଟା ଗରମ ହେଇ ଆସିଲାଣି। ମୁଁ ଏଠି କିଛି ଡ୍ରାଏ ଫ୍ରୁଟ୍ସ ଆଡ଼୍ କରୁଛି, କାଜୁ, କିସମିସ୍। ଆପଣମାନେ ଚାହିଁଲେ ଆଉ କିଛି ଡ୍ରାଏ ଫ୍ରୁଟ୍ସ ଆଡ଼୍ କରିପାରନ୍ତି। ମୁଁ ଏଠି ଏସବୁକୁ ମିଡ଼ିୟମ ଫ୍ଲେମ୍ରେ ଭାଜୁଛି। ଡ୍ରାଏ ଫ୍ରୁଟ୍ସ ମାନଙ୍କର କଲର୍ ଚେଞ୍ଜ ହେଇଗଲାଣି। ଆପଣମାନେ ଦେଖିପାରୁଥିବେ କିସମିସ୍ ଫୁଲିବା ଷ୍ଟାର୍ଟ ହେଲାଣି। ଆଠୁ ଅଧିକ ଭାଜିଲେ ପୋଡ଼ିଯିବ। ଏବେ ଏଇ ଷ୍ଟେଜରେ ମୁଁ ଏଠି କ୍ଷୀର ଆଡ଼୍ କରୁଛି। ଯୋଉ ଗ୍ଲାସରେ ମୁଁ ଚାଉଳ ମାପିଥିଲି ସେମ୍ ଗ୍ଲାସରେ ମୁଁ କ୍ଷୀର ମାପିକି ନେଉଛି 4 ଗ୍ଲାସ। ଗୋଟେ ମିଡ଼ିୟମ ସାଇଜର ନଡ଼ିଆର ପାତି ଏଥିରେ ଆଡ଼୍ କରୁଛି। 2ଟି ତେଜପତ୍ର ଆଡ଼୍ କରୁଛି ଆଉ ତାକୁ ମୁଁ ଭଲ ଭାବରେ ମିକ୍ସ କରିଦେଉଛି। ମୁଁ ଏଠି ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ି ଦେଇଛି। 4ଟି ଗୁଜୁରାତିକୁ ଛେଚିକି ଏଥିରେ ଆଡ଼୍ କରୁଛି। ଯୋଉ ଗ୍ଲାସରେ ମୁଁ ଚାଉଳ ମାପିକି ନେଇଥିଲି ଆଉ କ୍ଷୀର ମାପିକି ନେଇଥିଲି, ଠିକ୍ ସେମ୍ ଗ୍ଲାସରେ ମୁଁ ଚିନି ନେଇଛି ହାଫ୍ ଗ୍ଲାସ୍। ଆପଣମାନେ ଯଦି ଅଧିକ ମିଠା ଖାଉଥିବେ ତାହେଲେ ଗୋଟେ ଗ୍ଲାସ୍ ନେଇପାରନ୍ତି। ଏବେ ତାକୁ ମୁଁ ଭଲ ଭାବରେ ମିକ୍ସ କରି ନେଉଛି। ଆପଣମାନେ ଏଠି ମୋର ଚାଉଳ ବଟାର କନସିଷ୍ଟେନ୍ସି ଦେଖିପାରୁଥିବେ, ଅଧିକ ମୋଟା ନୁହଁ କି ଅଧିକ ପତଲା ନୁହଁ। ଠିକ୍ ଏହିପରି ଭାବରେ ଆପଣ ଗ୍ରାଇଣ୍ଡିଙ୍ଗ କରି ରଖିବେ। ଏପଟେ କ୍ଷୀର ଫୁଟିବା ଷ୍ଟାର୍ଟ ହେଇଗଲାଣି। ଆମେ ବାସ୍ନା ପାଇଁ ଯେଉଁ ତେଜପତ୍ର 2ଟା ପକେଇଥିଲେ, ଏବେ ମୁଁ ତାକୁ କାଢ଼ି ନେଉଛି ବାହାରକୁ। ମୁଁ ଏଠି ଟୋଟାଲ କ୍ଷୀରକୁ 15 ମିନିଟ୍ ଫୁଟେଇଛି। କ୍ଷୀରଟା ଏଠି ଭଲସେ ଫୁଟିଗଲାଣି। ଏବେ ଏଥିରେ ଚାଉଳ ବଟା ଆଡ଼୍ କରିବା। ମୁଁ ଏଠି ଗୋଟେ ହାତରେ ଚାଉଳ ବଟା ପକାଉଛି ଅଳ୍ପ, ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସଲି ଚଲାଉଛି। ଆପଣମାନେ ଏଠି ଗୋଟେ କଥା ଧ୍ୟାନ ରଖିବେ, ଚାଉଳ ବଟାଟା ଅଳ୍ପ ଅଳ୍ପ ପକେଇବେ, ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସଲି ଚଲେଇବେ, ଯେମିତିକି ତଳ ନ ଲାଗିବା ଦରକାର ଆଉ ବିଣ୍ଡି ନ ହେବା ଦରକାର। ଦେଖନ୍ତୁ ମୁଁ ଏଠି ସବୁଯାକ ଆଡ଼୍ କରିସାରିଲିଣି। ଏମିତି ଏ ଆଣକୁ ମୁଁ ଏବେ ଜନ୍ତି ନେବି 5ରୁ 7 ମିନିଟ୍। ମିଡ଼ିୟମ ଟୁ ହାଇ ଫ୍ଲେମ୍ରେ ଆକୁ ଜନ୍ତି ନେଉଛି। ଦେଖନ୍ତୁ ମୋର ଏଠି କଡ଼େଇରେ କିଛି ଲାଗିକି ରହୁନାହିଁ। ଆପଣମାନେ ଯଦି ମୋରି ପ୍ରୋସେସରେ ପୋଡ଼ପିଠା ଘରେ ତିଆରି କରିବେ ତାହେଲେ ଆପଣମାନଙ୍କର ପରଫେକ୍ଟ ବନିବ ପୋଡ଼ପିଠାଟି। ମୁଁ ଏଠି 5ରୁ 7 ମିନିଟ୍ ଭଲ ଭାବରେ ଜନ୍ତି ସାରିଲେଣି। ଏବେ ଗ୍ୟାସ୍ ଅଫ୍ କରିକି ଅଳ୍ପ ଥଣ୍ଡା ହେବା ପାଇଁ ଛାଡ଼ିଦେବି, କିନ୍ତୁ ଧ୍ୟାନ ରଖିବେ ପୁରା ଥଣ୍ଡା ହେବନି, କାହିଁକି ନା ପୋଡ଼ପିଠାଟା ଆମର ଗରମ ଥିଲାବେଳେ ହିଁ ନଦାଯାଏ। ଆମେ ପ୍ରଥମରୁ ଯେଉଁ କଦଳୀପତ୍ର ପକେଇକି ରଖିଥିଲେ, ମୁଁ ଏବେ ଜନ୍ତୁଣୀ ସବୁକୁ ସେଇଥିରେ ଆଡ଼୍ କରୁଛି। ଆପଣମାନେ ଏଇ ଷ୍ଟେଜରେ ଟିକେ କେୟାରଫୁଲି ଜନ୍ତୁଣୀକୁ ବାହାର କରିବେ। ଦେଖନ୍ତୁ ମୁଁ ଏଠି ସବୁ ଜନ୍ତୁଣୀକୁ ବାହାର କରି ସାରିଲେଣି। ଏଠି ବହୁତ ଗରମ ଥିବାରୁ ମୁଁ ଏଠି ଚାମଚ ସାହାଯ୍ୟରେ ଗୋଲ ସେପ୍ କରି ନେଉଛି।
ଦେଖନ୍ତୁ ମୁଁ ଏଠି ସବୁ ଜନ୍ତୁଣୀକୁ କାଢ଼ି ସାରିଲା ପରେ ବି ମୋର କଡ଼େଇରେ କିଛି ଲାଗିନାହିଁ। ଏବେ ଉପର ଟିକେ ଆବଡ଼ା ଖାବଡ଼ା ଅଛି, ମୁଁ ଟିକେ ପାଣି ହାତ ମାରିକି ପୁରା ପ୍ଲେନ୍ କରିଦେଉଛି। ପୁରା ପ୍ଲେନ୍ କରିସାରିଲେଣି। ଉପରେ କଦଳୀ ପତ୍ରରେ ତେଲ ଲଗେଇକି କଭର୍ କରି ନେଉଛି। କଦଳୀ ପତ୍ର ପକାଇବା ଦ୍ୱାରା ବାମ୍ଫ ହେଇକି ଯେଉଁ ପାଣିଟା ପଡ଼େ ଆଉ ସେଇଟା ପିଠା ଉପରେ ପଡ଼ିବନି, ସେଇଟା କଦଳୀ ପତ୍ର ଉପରେ ପଡ଼ିବ। ଗ୍ୟାସ୍ ଅନ୍ କରି ହାଇ ଫ୍ଲେମ୍ରେ 10 ମିନିଟ୍ କୁକ୍ ହେବା ପାଇଁ ଛାଡ଼ିଛି। ଆଉ ନେକ୍ସଟ 30 ମିନିଟ୍ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ରଖିଥିଲି। ଟୋଟାଲ୍ 40 ମିନିଟ୍ ଲାଗିଥିଲା এই ପୋଡ଼ପିଠା ହେବା ପାଇଁ। ଦେଖନ୍ତୁ ଏବେ କଭର୍ ଖୋଲୁଛି, ତା ଉପର ପତ୍ର ଗୁଡ଼ା କାଢ଼ି ନେଉଛି। ଏବେ ପିଠାର ମଝିରେ ଷ୍ଟିକ୍ ମାରି ଦେଖୁଛି। ଦେଖନ୍ତୁ ଷ୍ଟିକ୍ରେ କିଛି ଲାଗୁନାହିଁ, ମାନେ ପିଠାଟା ଆମର ପରଫେକ୍ଟ ସିଝି ଯାଇଛି। ଆଉ ସେଟ୍ ହେବା ପାଇଁ ମୁଁ ଗୋଟେ ରାତି ୟାକୁ ଛାଡ଼ି ଦେଇଛି। ମୁଁ ଏଠି ଗୋଟେ ରାତି ରଖିସାରିଲା ପରେ ପ୍ଲେଟ୍କୁ କାଢ଼ୁଛି। ଦେଖନ୍ତୁ ତଳ ଅଂଶଟା ବି ବହୁତ ବଢ଼ିଆ ସେ ପୋଡ଼ିଛି। ତଳର ପୋଡ଼ା ପତ୍ର ସବୁ ବାହାର କରି ନେଉଛି। ଦେଖନ୍ତୁ ଏଠି ପିଠାଟା ମୋର ବହୁତ ସୁନ୍ଦର ଦେଖାଗଲାଣି ଆଉ ବହୁତ ବଢ଼ିଆ ବାସ୍ନା ବି ଆସିଲାଣି। ଆପଣମାନେ ମୋରି ଏହି ପ୍ରୋସେସ୍ରେ ଏ ବର୍ଷ ରଜରେ ଘରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। କେମିତି ଲାଗିଲା ମୋତେ ମତାମତ ଜଣାନ୍ତୁ କମେଣ୍ଟ ସେକ୍ସନରେ। ମୋର ତ ପୋଡ଼ପିଠା ବହୁତ ହି ଫେଭରାଇଟ୍। ଆପଣମାନଙ୍କର ଯଦି ଫେଭରାଇଟ୍ ହେଇଥିବ ତାହେଲେ ଆପଣମାନେ ମୋତେ କମେଣ୍ଟରେ ଜଣେଇବେ ନିଶ୍ଚିନ୍ତ। ଆଉ ଗୋଟେ ନୂଆ ରେସିପିଟେ ନେଇ ଆପଣମାନଙ୍କ ପାଖକୁ ପୁଣି ଥରେ ଆସିବି। ଆଜି ପାଇଁ ରହୁଛି। ନମସ୍କାର, ଜୟ ଜଗନ୍ନାଥ।